ଆରବ୍ୟ ରଜନୀର ଅଜଣା କାହାଣୀ, ବିଳମ୍ବିତ ଶିକ୍ଷା ପ୍ରାପ୍ତି। ଲେଖକ ମନୋଜ ଦାସ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। ପିତାଙ୍କ ମୃତ୍ୟୁ ପରେ ନୂତନ ସୁଲତାନ ରୂପେ ସଦ୍ୟ ଗାଦି ଆରୋହଣ କରିଥାନ୍ତି ତରୁଣ ପୁତ୍ର। ମଣିଷ ହିସାବରେ ତରୁଣ ସୁଲତାନ ମନ୍ଦ ନଥିଲେ, କିନ୍ତୁ ନିଜର ଜ୍ଞାନ ବୁଦ୍ଧି ସମ୍ପର୍କରେ ତାଙ୍କ ନିଜର ଖୁବ୍ ଉଚ୍ଚ ଧାରଣା ଥିଲା। କଥାରେ କଥାରେ ସେ କହୁଥାନ୍ତି, ମୁଁ ଯାହା ନିର୍ଣ୍ଣୟ କରେ, ଯେଉଁ ପଦକ୍ଷେପ ନିଏ, ତାହା କେବେ ମଧ୍ୟ ଭୁଲ ହୁଏ ନାହିଁ। ତାଙ୍କ ପାରିଷଦମାନେ ସଙ୍ଗେ ସଙ୍ଗେ କହନ୍ତି, ହଜୁରଙ୍କ ଭଳି ଜ୍ଞାନୀ ଓ ବିବେକୀ ଆଉ କିଏ ଥାଇପାରେ? ତରୁଣ ସୁଲତାନ ବେଶ ଆପ୍ୟାୟିତ ବୋଧ କରନ୍ତି। କିନ୍ତୁ ପିତାଙ୍କର ପ୍ରଧାନ ପରାମର୍ଶଦାତା ଅବସରପ୍ରାପ୍ତ ମନ୍ତ୍ରୀ ବା ଉଜିର ଜଣକ ମଧ୍ୟେ ମଧ୍ୟେ ସୁଲତାନଙ୍କୁ ଏହା ହିଁ କହି ସତର୍କ କରିଦେଉଥାନ୍ତି, ବାପା, କୌଣସି ଜରୁରୀ ପଦକ୍ଷେପ ନେବା ପୂର୍ବରୁ ଟିକିଏ ଆଗ ପଛ ବିଚାର କରିବା ଉତ୍ତମ। ପରିବେଶ ପରିସ୍ଥିତି ଆଡ଼ୁ ଟିକିଏ ଆଖି ବୁଲାଇ ଆଣିବା ଆବଶ୍ୟକ। ସେ କଥା କ'ଣ ମୋତେ କହିଦେବାକୁ ହେବ? ତରୁଣ ଜବାବ ଦିଅନ୍ତି। ବୃଦ୍ଧ ଉଜିର ଆଉ କିଛି କହନ୍ତି ନାହିଁ। ସୁଲତାନ ସୁନ୍ଦର ବାଜପକ୍ଷୀଟିଏ ପୋଷୁଥିଲେ। ସେ ଗୋଟିକ ସବୁବେଳେ ତାଙ୍କ ପାଖେ ପାଖେ ରହୁଥାଏ। ସୁଲତାନଙ୍କ ପ୍ରିୟ ହୋଇଥିବା ଦୃଷ୍ଟିରୁ ପରିବାରର ସମସ୍ତେ ଓ ପାତ୍ରମିତ୍ରମାନେ ମଧ୍ୟ ପକ୍ଷୀଟିକୁ ଆଦର କରୁଥାନ୍ତି। ପକ୍ଷୀଟି କେବେ କାହାକୁ ଆଘାତ କରେ ନାହିଁ। ସୁଲତାନ ଶିକାରକୁ ଗଲାବେଳେ ନିଶ୍ଚିତ ଭାବେ ବାଜପକ୍ଷୀକୁ ସାଥିରେ ନେଇଯାଉଥାନ୍ତି। ସେ ଉଡ଼ି ଉଡ଼ି କେଉଁଠି ଶିକାର ରହିଛି ସେ କଥା ଚକ୍କର ମାରି ଜଣାଇ ଦେଉଥାଏ। ଆଖପାଖରେ କେଉଁଠାରେ ହିଂସ୍ର ପଶୁ ଥିଲେ ସେ ପାଟିରେ ଗୋଟାଏ ପ୍ରକାର ଶବ୍ଦ କରି ତାର ଆଭାସ ଦେଉଥାଏ। ଦିନେ ସୁଲତାନ ବଣରେ ପଶିଥାନ୍ତି। ସାଥିରେ ଥାନ୍ତି 100 ଜଣ ସରିକି ଲୋକ। ସୁଲତାନଙ୍କ ଆଖିରେ ପଡ଼ିଲା ଏମିତି ଗୋଟାଏ ସୁନ୍ଦର ହରିଣ, ସତେ ଯେପରି ତା ଦେହଯାକ ସୁନାର ମୋହରମାନ ମରା ହୋଇଛି। ସମସ୍ତେ ଚାରି ଦିଗରୁ ତାକୁ ଘେରିଯାଅ, ମୁଁ ତୀର ମାରିବି। ଯଦି ସେ କାହାରି ପାଖ ଦେଇ ପଳାଇ ଯିବାକୁ ସକ୍ଷମ ହେବ, ତେବେ ସେହି ଲୋକକୁ ମୁଁ ତୀର ମାରିବି। ସୁଲତାନ ଆଦେଶ ତଥା ଚେତାବନୀ ଦେଲେ। ତାଙ୍କ ଅମାତ୍ୟ ଓ କର୍ମଚାରୀମାନେ ତୁରନ୍ତ ହରିଣକୁ ଘେରି ଗୋଟାଏ ବଳୟ ରଚନା କଲେ। ହରିଣଟି ବୋଧହୁଏ ଶୋଇଥିଲା। ହଠାତ୍ ଉଠିପଡ଼ି ଏଣେ ତେଣେ ଅନାଇଲା। ସୁଲତାନ ହରଷିତ ମନରେ ତା ଆଡ଼େ ଧନୁତୀର ଉଦ୍ୟତ କଲେ। ତାର ପଳାଇ ଯିବାର ଉପାୟ ନାହିଁ। କିନ୍ତୁ ସୁଲତାନ ଠିକ୍ ତୀରଟି ଛାଡ଼ିବା ପୂର୍ବରୁ ହରିଣ ଗୋଟାଏ ବିଦ୍ୟୁତ୍ ପ୍ରମାଣ ଲମ୍ଫ ଯୋଗେ ତାଙ୍କରି ମୁଣ୍ଡ ଟପି ପଳାଇଗଲା। ସୁଲତାନ ଧନୁଶର ଅବନମିତ କଲେ, କିନ୍ତୁ ସେ ନିହାତି ଅପମାନିତ ଅନୁଭବ କରୁଥାନ୍ତି। ହରିଣ ଶେଷକୁ ତାଙ୍କୁ ହିଁ ଲୋକ ହସା କରାଇଲା। ସେ ଚଟାପଟ ଘୋଡ଼ା ଚଢ଼ି ଘୋଷଣା କଲେ, ମୁଁ ସେ ହରିଣକୁ ନିଶ୍ଚୟ ମାରିବି। ତମେମାନେ ମୋତେ ଅନୁଧାବନ କର। ବାଜପକ୍ଷୀ ତାଙ୍କ ଉପରେ ଉଡ଼ି ଉଡ଼ି ହରିଣର ଗତିପଥ ସମ୍ପର୍କରେ ସୂଚନା ଦେଉଥାଏ। ସୁଲତାନ ତାଙ୍କର ଓସ୍ତାଦ ଘୋଡ଼ା ଝପଟାଇ ଅଗ୍ରସର ହେଉଥାନ୍ତି। କିନ୍ତୁ ବଣ ଭିତରେ ଘୋଡ଼ା ଯେତେ କ୍ଷିପ୍ର ଗତିରେ ଗଲେ ମଧ୍ୟ ହରିଣର ଅଙ୍କା ବଙ୍କା ଦୌଡ଼ ସହ ତାଳ ରଖିବା ତା ପକ୍ଷେ ସମ୍ଭବ ହେଉନଥାଏ। ଯାହା ହେଉ, ଅବଶେଷରେ ବାଜପକ୍ଷୀର ନିର୍ଦ୍ଦେଶ ଅନୁସରଣ କରି ରାଜା ଆସି ବଣ ସୀମାରେ ପହଞ୍ଚିଲେ। ଆଗରେ ସବୁଜ ପ୍ରାନ୍ତର, ବଡ଼ ବଡ଼ ଗଛ ବା ବୁଦା ନଥିଲା, ତେଣୁ ହରିଣକୁ ଠଉରାଇବାରେ ସୁବିଧା ହେଲା। ଅଳ୍ପ ସମୟ ତା ପଛରେ ଘୋଡ଼ା ଝପଟାଇ ସୁଲତାନ ଗତି ବନ୍ଦ କଲେ ଓ ହରିଣ ଉଦ୍ଦେଶ୍ୟରେ ତୀର ନିକ୍ଷେପ କଲେ। ହରିଣ କଚାଡ଼ି ପଡ଼ିଲା। ସୁଲତାନ ଆନନ୍ଦରେ ତା ପାଖକୁ ଯାଇ ଦେଖିଲେ, ତାଙ୍କ ଆଖି ଆଗରେ ତା ପ୍ରାଣବାୟୁ ଉଡ଼ିଗଲା। ବଡ଼ କ୍ଳାନ୍ତ ଓ ତୃଷାର୍ତ୍ତ ହୋଇଥାନ୍ତି ସୁଲତାନ। ପାଖରେ ପର୍ବତ ଶ୍ରେଣୀ। ତାର ଅନ୍ଧି ସନ୍ଧି ଭିତରୁ ଝରଣାର ମୃଦୁ ଶବ୍ଦ ଭାସି ଆସୁଥାଏ। ତେବେ ଝରଣାକୁ ଖୋଜି ବାହାର କରିବା ଭଳି ବଳ ଆପାତତଃ ସୁଲତାନଙ୍କର ନଥାଏ। ସେ ପାହାଡ଼ ତଳି ଖଣ୍ଡିଏ ପଥର ଉପରେ ବସି ପଡ଼ିଲେ। ତାଙ୍କ ପିଠି ଉପରେ ଥିବା ଛୋଟିଆ ପାହାଡ଼ଟି ଉପରେ ବସିଲା ତାଙ୍କ ପ୍ରିୟ ବାଜପକ୍ଷୀ। ରାଜା ଦେଖିଲେ
ତାଙ୍କ ପାଖ ବୁଦାରେ ମାଡ଼ିଥିବା ଲତାର ବଡ଼ ପତ୍ରଟିଏ ଉପରେ ପାହାଡ଼ ଉପରେ ଥିବା ବୁଦାରୁ ଥୋପାଏ ଲେଖାଏଁ ପାଣି ଆସି ପଡ଼ୁଛି। ପତରଟି ଉପରେ କିଛି ଜମା ହୋଇ ରହୁଛି, କିଛି ଝରି ଯାଉଛି। ଉପରେ ବହମାନ ଝରଣାରୁ ହିଁ କୌଣସି ମତେ କିଞ୍ଚିତ୍ ପାଣି ଛିଟିକି ଆସି ଉପର ବୁଦାରୁ ତଳକୁ ଖସୁଛି ବୋଲି ତାଙ୍କ ଧାରଣା ହେଲା। ପତ୍ରରେ ସାମାନ୍ୟ ପାଣି ଦ୍ୱାରା ଶୋଷ ମେଣ୍ଟାଇବା ସମ୍ଭବ ନୁହେଁ ବୋଲି ସେ ଜାଣୁଥିଲେ। ତେବେ କଣ୍ଠ ଶୁଖି ଯାଉଥିଲା, ତାକୁ ଟିକିଏ ଶୀତଳ କରିଦେବା ଚାହିଁ ସେ ଲତାଟିକୁ ଧୀରେ ଧୀରେ ଟାଣି ପତ୍ରଟି ମୁହଁ ପାଖକୁ ଆଣିବା ମାତ୍ରେ ବାଜପକ୍ଷୀ ଝପଟି ଆସି ପତ୍ରଟିକୁ ତା ଚଞ୍ଚୁ ଦ୍ୱାରା ଆଘାତ କଲା। ସାମାନ୍ୟ ଯେଉଁ 4-5 ଟୋପା ପାଣି ସେଥିରେ ସଞ୍ଚିତ ଥିଲା ତାହା ଇଡ଼ିଗଲା। ସୁଲତାନ ପକ୍ଷୀ ଉପରେ ଭାରି ଖପା ହୋଇଗଲେ। ତାକୁ ଗୋଟିଏ ଧମକ ଦେଇ କହିଲେ, ତୋତେ ଯଦି ଶୋଷ ଲାଗୁଛି ତେବେ ଝରଣା ଯାଏ ଯାଇପାରୁନାହୁଁ? ଅଳ୍ପ ସମୟ ଭିତରେ ପତ୍ରରେ ପୁଣି 2-3 ବିନ୍ଦୁ ଜମା ହେଲା। ସୁଲତାନ ପୁନର୍ବାର ପତ୍ରଟି ମୁହଁ ପାଖକୁ ଆଣିବା ମାତ୍ରେ ବାଜପକ୍ଷୀ ଝପଟି ଆସି ସେଥିରେ କଲା ଆଘାତ। ସୁଲତାନ ତତ୍କ୍ଷଣାତ୍ ନିଜ କୃପାଣୁ କୋଷମୁକ୍ତ କରି ପକ୍ଷୀକୁ ମାରିଲେ ଏକ ଚୋଟ। ବିଚରା ତଳେ ପଡ଼ି ଛଟପଟ ହେଲା। ଝରଣାରୁ ପାଣି ପିଇବେ ଓ ଆଞ୍ଜୁଳାଏ ଆଣି ପକ୍ଷୀକୁ ଦେବେ, ସେଥିପାଇଁ ସୁଲତାନ ଝରଣା ଠାବ କରିବା ନିମନ୍ତେ ଛୋଟ ପାହାଡ଼ ଉପରକୁ ଉଠିଯାଇ ଯାହା ଦେଖିଲେ ସେଥିରେ ତାଙ୍କ ରକ୍ତ ଶୀତଳ ହୋଇଗଲା। ଗୋଟାଏ ଅତିକାୟ ସାପ ଦରମରା ଅବସ୍ଥାରେ ଶୋଇଛି। ତାହାରି ମୁହଁରୁ ଲାଳ ବାହାରି ସେ ପତ୍ରଟି ଉପରେ ବିନ୍ଦୁ ବିନ୍ଦୁ ପଡ଼ୁଥିଲା। ସୁଲତାନ ବୁଝିଲେ ସେ କେତେ ବିନ୍ଦୁ ପାଣି ତାଙ୍କ ଜିଭରେ ଲାଗିଥିଲେ ହିଁ ତାଙ୍କ ମୃତ୍ୟୁ ହୋଇଥାନ୍ତା ଅନିବାର୍ଯ୍ୟ। ସେଥିପାଇଁ ବିଶ୍ୱସ୍ତ ପକ୍ଷୀଟି ତାଙ୍କ ହାତରୁ ସେ ବିଷ ଖସାଇ ଦେଉଥିଲା। ହାୟ, ସେ ଯଦି କଥା କହିପାରୁଥାନ୍ତା! ବିମର୍ଷ ରାଜା ତଳକୁ ଆସି ରକ୍ତାକ୍ତ ପକ୍ଷୀକୁ କୋଳରେ ଧରି ବସିଲେ। ଅଳ୍ପ ସମୟ ଭିତରେ ତାଙ୍କ ଲୋକ ଆସି ପହଞ୍ଚିଗଲେ। ତୃଷାର୍ଥ ସୁଲତାନକୁ ସିନା ସେମାନେ ପାଣି ଦେଇ ପ୍ରକୃତିସ୍ଥ କଲେ, ପକ୍ଷୀର ଜୀବନ କିନ୍ତୁ ରକ୍ଷା କରିପାରିଲେ ନାହିଁ। ବିମର୍ଷ ସୁଲତାନ ନଅରକୁ ପ୍ରତ୍ୟାବର୍ତ୍ତନ କରି ବୃଦ୍ଧ ଉଜିରଙ୍କୁ ଦେଖିବା ମାତ୍ରେ କହିଲେ, ଆଜି ମୁଁ ଆପଣଙ୍କ ଉପଦେଶର ମୂଲ୍ୟ ହୃଦୟଙ୍ଗମ କଲି। ବୁଝି ବିଚାରି କାମ ନ କରି ଯେଉଁ ଭୁଲ କଲି ସେଥିଯୋଗୁଁ ମୋତେ ସାରା ଜୀବନ ସନ୍ତପ୍ତ ହେବାକୁ ପଡ଼ିବ। ଆପଣ ମୋତେ ଠିକ୍ ଶିକ୍ଷା ଦେଉଥିଲେ, କିନ୍ତୁ ମୁଁ ସେ ଶିକ୍ଷା ଗ୍ରହଣ କଲି ବହୁ ବିଳମ୍ବରେ। ସେହି ଦିନରୁ ସୁଲତାନ ଆଉ ଶିକାର କରିବାକୁ ଗଲେ ନାହିଁ। ମୁଁ କେବେ ଭୁଲ କରେ ନାହିଁ। ଜାତୀୟ ଆସ୍ଫାଳନ ସେ ଆଉ କେବେ ମଧ୍ୟ କରୁନଥିଲେ।